ସମସ୍ତଙ୍କ ଜୀବନରେ ଏମିତି ଜଣେ ସ୍ପେଶାଲ ଥାଏ ଯାହା ସହ ଯେତେ କଥା ହେଲେ ବି କଥା ସରେନି କି ମନ ଭରେନି। ଭଲ ପାଇବା ପାଇଁ ଗୋଟେ କ୍ୟୁଟ୍ ଭଏସ୍ କି ଗୋଟେ ସୁନ୍ଦର ମୁହଁ ଦରକାର ନଥାଏ, ଦରକାର ଗୋଟେ ସୁନ୍ଦର ହୃଦୟ ଓ ବିଶ୍ୱାସ ଭାଙ୍ଗୁନଥିବା ମଣିଷ। ବେଶୀ ନିଜର ଦେଖାଉଥିବା ଲୋକ ଦିନେ ନା ଦିନେ ନିଶ୍ଚୟ ଜଣେଇ ଦିଅନ୍ତି ସେ ପର ବୋଲି। ଭଙ୍ଗା ହୃଦୟକୁ ପ୍ରେମ କରିବା ସହଜ ହୋଇନଥାଏ ଫ୍ରେଣ୍ଡସ୍। ଭଙ୍ଗା ହୃଦୟକୁ ପ୍ରେମ କଲେ କେବେ ଧକ୍କା ମିଳିନଥାଏ। ପ୍ରେମ କରିକି ତ ଦେଖ। ଚୁପ୍ ରହିବା ସବୁଠାରୁ ଭଲ। କଥା କହିଲେ ଆଜିକାଲି ଲୋକେ ଚିତ୍କାର କରନ୍ତି, ପ୍ରାୟତଃ ସେଇ କଥା ବହୁତ କନ୍ଦେଇଥାଏ ଯାହାର ଜବାବରେ ଆମେ କୁହନ୍ତି କିଛି ନାହିଁ। ଯଦି କାହା ସ୍ମୃତି ତୁମକୁ ପାଗଳ କରୁଛି, ବୁଝିନିଅ ଆପଣଙ୍କ ଉଦ୍ଦେଶ୍ୟ ତା ସହ ସାରା ଜୀବନ କାଟିବାର ଅଛି। ଭୁଲ ତ ଅନେକ ହେଇଛି ଏ ଜୀବନରେ, କିନ୍ତୁ ଦଣ୍ଡ ମିଳିଲା ସେଥିପାଇଁ ଯେଉଁ ଭୁଲ କେବେ କରି ହିଁ ନଥିଲେ। ପ୍ରକୃତ ପ୍ରେମ କେବେ ଭୁଲି ହୁଏନି, ଆଉ ସେ ପ୍ରେମ ହୃଦୟରେ ସ୍ମୃତି ହୋଇ ରହିଯାଏ। ଅବଶ୍ୟ ଛଳରେ ଅନେକ ବଳ ଅଛି, କିନ୍ତୁ ଭଲ ପାଇବାରେ ଆଜି ବି ସବୁ ସମସ୍ୟାର ସମାଧାନ ଅଛି। ଲୁହ ହସଠାରୁ ଅଧିକ ଭଲ ହୋଇଥାଏ। ଜାଣିଛନ୍ତି କ'ଣ ପାଇଁ? କାହିଁକି ନା ହସ ତ ସମସ୍ତଙ୍କ ପାଇଁ ଥାଏ, କିନ୍ତୁ ଲୁହ ଜଣେ ଖାସ୍ ମଣିଷଙ୍କ ପାଇଁ ଆସିଥାଏ। ଜୀବନରେ କେହି ଯଦି ଆପଣଙ୍କୁ ଦେଖି ଜଳୁଛି, ତେବେ ତାକୁ ଜଳିବାକୁ ଦିଅନ୍ତୁ। ମନେ ରଖନ୍ତୁ, ସବୁବେଳେ ଜଳିବା ଜିନିଷ ଦିନେ ନା ଦିନେ ପାଉଁଶ ହୋଇଯାଏ। ସେ ଅହଙ୍କାର ହେଉ, ବସ୍ତୁ ହେଉ କିମ୍ବା ମଣିଷ। ସେଇ ଝିଅର ପ୍ରେମ କେବେ ମିଛ ହୋଇନଥାଏ ଯିଏ ଏଇ କଥା ପୁଅଟିକୁ କହିଥାଏ କି ତୁମ ପାଖରେ ଧନ ଥାଉ କି ନଥାଉ, ମୋର କେବଳ ତୁମେ ଦରକାର ଆଉ ତୁମ ଭଲ ପାଇବା ଦରକାର। ଯଦି ପରଖିବ ତେବେ କେହି ନିଜର ନୁହଁ, ଆଉ ବୁଝିବ ତେବେ କେହି ବି ପର ନୁହଁ। ଯାହାକୁ କେହି ବଦଳେଇ ପାରନ୍ତି ନାହିଁ, ତାକୁ ଦିନେ ସମୟ ବଦଳେଇ ଦିଏ। ମଣିଷ ମିଛ ସମ୍ପର୍କକୁ ପାଇବା ପଛରେ ଅନେକ ସମୟ ନଷ୍ଟ କରେ। ପ୍ରକୃତ ସମ୍ପର୍କ ପାଖରେ ଥାଇ ବି ଅଣଦେଖା କରେ। ନା ମିଛ ସମ୍ପର୍କକୁ ପାଇପାରେ, ନା ପ୍ରକୃତ ସମ୍ପର୍କକୁ ନିଜର କରିପାରେ। ଯେତେବେଳେ ପାଦ ଥକିଯାଏ, ସେତେବେଳେ ସାହସ ହିଁ ସାଥ ଦେଇଥାଏ। ଯେତେବେଳେ ସମସ୍ତେ ମୁହଁ ବୁଲେଇ ଦିଅନ୍ତି, ସେତେବେଳେ ଭଗବାନ କେବଳ ସାଥ ଦେଇଥାନ୍ତି। କିଛି ଲୋକ ଚୁପ୍ ରହି ନିଜ ଦୁଃଖକୁ ଲୁଚେଇ ଦିଅନ୍ତି, କାରଣ ସେ ଏଇ କଥା ବୁଝିଯାଆନ୍ତି କି ତାଙ୍କୁ କେହି ବୁଝିବାକୁ ଚେଷ୍ଟା କରନ୍ତି ନାହିଁ। ଆବଶ୍ୟକତା ଠାରୁ ଅଧିକ ଆରାମ ମଣିଷକୁ ଅଳସୁଆ କରିଦିଏ, ଆଉ ଆବଶ୍ୟକତା ଠାରୁ ଅଧିକ ବିଶ୍ୱାସ ମଣିଷକୁ ଅସହାୟ କରିଦିଏ। ଯେତେବେଳେ କେହି ବିନା ଭୁଲରେ ବି ଆପଣଙ୍କ ଭୁଲ ବାହାର କରୁଛି, ଜାଣିଯାଆନ୍ତୁ କି ସେ ଆପଣଙ୍କୁ ଦୁର୍ବଳ ବୋଲି ଭାବି ସାରିଛି। ଯେଉଁ ଲୋକ ତୁମ ଦୁଃଖକୁ ସତରେ ବୁଝିଯାଆନ୍ତି, ସେ କେବେ ବି ତୁମ ଦୁଃଖର କାରଣ ହୁଅନ୍ତି ନାହିଁ। ବିଚିତ୍ର ଲାଗିଲେ ବି କଥାଟି ସତ। ବଞ୍ଚିଥିବା ଲୋକଙ୍କୁ ଚୁପ୍ କରେଇ ଦିଅନ୍ତି, ଆଉ ମରିକି ପଡ଼ିଥିବା ଶବକୁ କହନ୍ତି ଉଠ, କଥା କହ, ଚୁପ୍ ରହନା। ଏ ସମ୍ପର୍କ ବି ବିଚିତ୍ର ହୋଇଗଲାଣି। ବିନା ବିଶ୍ୱାସରେ ଆରମ୍ଭ ହୁଏ ନାହିଁ ଏବଂ ବିନା ଧୋକାରେ ଶେଷ ହୁଏ ନାହିଁ। ଘର ଭାଙ୍ଗିଲେ ଏଇ ସମାଜ କାହିଁକି କେଜାଣି ଗୋଟେ ନାରୀକି ହିଁ ଦୋଷ ଦିଅନ୍ତି, ଯେମିତି ଗୋଟିଏ ହାତରେ ତାଳି ବାଜିଥାଏ। ମୁଁ ବୁଝିପାରୁନି କ'ଣ ପୁରୁଷର କିଛି ଭୁଲ ନଥାଏ? ଯଦି ଇଟା ମଜବୁତ ଥିବ, ତାହେଲେ କାନ୍ଥ କାହିଁକି ଭାଙ୍ଗିବ?